ॐ नारायणं नमस्कृतं नरं चैव नरोत्तमं देवीं सरस्वती व्यासं ततो जयमुद्रयतं वेदे रामायणे चैव पुराणे भारते तथा आदौ चान्ते च मध्ये च हरिसर्वत्र गीयते। नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायताक्षं नमामि रामं रघुनन्दनाख्यं। श्रीराम जय राम जय जय राम जय रघुनन्दन जय घनश्याम। भक्तवत्सल भगवान की जय, आनंद चंद्र भगवान की जय, सच्चिदानंद भगवान की जय, शंकर भगवान की जय, कृष्ण भगवान की जय, जगन्नाथ महाप्रभु की जय, मर्यादा पुरुष रामनारायण की जय, लक्ष्मणलाल जी की जय, भरतलाल जी की जय, शत्रुलाल जी की जय, जनक नंदिनी सीता देवी की जय, संकटमोचन हनुमान जी की जय, संकटवासिनी माँ शारदा को जय, स्वर्गमर्त्य पाताल को जय, दशदिग पाल को जय, यूट्यूब कर्मकर्ता मान को जय, मोर प्रिय श्रोता बंधु मान को जय, अग्निजल देवता को जय, वसुधा देवता को जय, पवन देवता को जय, सूर्यचंद्र देवता को जय। मोर प्रिय श्रोता बंधु आपण मानू नमस्कार जनाई आरंभ करने को जाऊँ ये धारावाहिक संपूर्ण रामायण कथा आपण माने संपूर्ण देखिए। जदि आपण मन को जाए ताहले वीडियो टी सब्सक्राइब करेंगे और लाइक टे करेंगे। आपण माने शुणुंट युद्ध चली कुंभकर्णर पुआ कुंभ निकुंभ युद्ध चली कौची सबू आज हाबुड़ार पड़चु आज घर पड़ा तू आज हाबुड़ार पड़चु सबू बानर माने निकुंभ हाथ में हरिबोल हेबे आग आज राजा लंकोपति सुख निद्रार शयन करेंगे। यही कथा भाबू बाबू हनुमान खसी जाइए निकुंभ को गोटे विराट विधा माइले। कुंभ तो आगे मरी जाइए राक्षस मुंड टिके एकदम टिकटिकी होगा। हनुमान विधा जो मारिव से कण आ कि हनुमान भाविले काले बोधे बंचीज कि कहीं आपण मैंने आगुरी शुणी मारी सारा पर मुंड गंडी अलगा पर जेकोसी बରରେ से बची जाती। निकुंभर देह सारा को हनुमान राम्पिकी पुला पुला मांस बाहर करदे हाथ दुईटा को उपाड़ी पकेले एकाथरे निकुंभ सियाराम की जय। आकाश थाई देवगण माने आनंद हेले बानर सैन्य माने गीत गायकी नाचिले। मोर प्रिय श्रोता बंधु आज मकराक्षर युद्ध यात्रा विषय आपण शुणिबे। राक्षस सैन्य माने जे आसते कुंभ निकुंभ सांगरे गोटे आउ कई कौन अच्छा डिया मारिकी कही कहीका जाऊँच ये घर पड़ार एत बल आम काल पुरे देला आउ टिके आम जदि रही था आम आउ एठी बंचिकी जाई न था जी आसते तो गले आम जब लुचिकी न आसता आमको मारी था
ଏକା ନିଶ୍ୱାସରେ ଯାଇକି ରାବଣ ପାଖରେ କହିଲେ, ରାଜା, କୁମ୍ଭ ନିକୁମ୍ଭ ସହିତ 6 ଜଣ ଯେଉଁ ବୀର ସବୁ ହରିବୋଲ ହେଇଗଲେ। ଆମର ନିକୁମ୍ଭ ଉପରେ ବିଶ୍ୱାସ ଥିଲା, ତାକୁ ଘରପଡ଼ା ହରିବୋଲ କରିଦେଲା। ରାବଣର ମୁଣ୍ଡ ଖରାପ, କ'ଣ କରିବ? କିଛି ଉପାୟ ନ ପାଇ ମକରାକ୍ଷ ଅସୁରକୁ ଡାକିଲା। ମକରାକ୍ଷ ହେଉଛି ଖର ରାକ୍ଷସର ପୁତ୍ର, ଯେଉଁ ଖରକୁ ମର୍ଯ୍ୟାଦା ପୁରୁଷ ରାମ ପୂର୍ବରୁ ମାରିଥିଲେ ଦଣ୍ଡକାରଣ୍ୟରେ ଥିଲାବେଳେ। ସେଇ ମକରାକ୍ଷକୁ ରାବଣ କହିଲା, ପୁତ୍ରରେ ତୋ ଭଳି ତ୍ରିପୁର ବିଜୟୀ ପୁତ୍ର ଥାଉଁ ଥାଉଁ ମୁଁ ଦୁଃଖରେ ରହିବି ନା। ତାପରେ ଦ୍ୱିତୀୟ କଥା ହେଲା, ତୋ ବାପ ଖରକୁ ସେଇ ଜଟାଧାରୀ ରାମ ମାରିଥିଲା। ତୁ ସେଇ ରାମକୁ ମାରି ତୋ ପିତାର ଋଣକୁ ଶୋଧ। ଆଉ ତ କମ୍ ବୀର ଅଛନ୍ତି ଲଙ୍କାରେ, ଯାହା ଯେତିକି ଅଛନ୍ତି ତୁ ତାଙ୍କୁ ସାଙ୍ଗରେ ନେଇ ରାମ ଆଉ ଲକ୍ଷ୍ମଣ ଆଉ କେଇଟା ବାନର ଅଛନ୍ତି ତାକୁ ମାରିକି ମୋତେ ଟିକେ ଏଇ ବିପଦରୁ ମୁକ୍ତି କର। ସେଇଥିରେ ବି ତୋର ପିତାର ଶତ୍ରୁ ଋଣ ଶୁଝିଯିବ। ରାବଣ ଠାରୁ ମକରାକ୍ଷ କଥା ଶୁଣି ସମ୍ମତି ପ୍ରଦାନ କଲା। ରାବଣକୁ ନମସ୍କାର କରି ଯୁଦ୍ଧକୁ ବାହାରିଲା। ମୋର ପ୍ରିୟ ଶ୍ରୋତା ବନ୍ଧୁ, ମକରାକ୍ଷ ରାକ୍ଷସ ବାଟରେ ଯାଉଁ ଯାଉଁ ଚିନ୍ତା କରୁଛି, ବିଭିନ୍ନ ପ୍ରକାର ବିଚାର କରୁଛି। ମୋର ବଡ଼ ବାପା ଲଙ୍କପତି କଥାରେ ମୁଁ ସିନା ଯୁଦ୍ଧକୁ ଯାଉଛି, କିନ୍ତୁ ମୁଁ ଲଙ୍କାରେ ରହିକି ଶୁଣିଛି ରାମ ପାଖକୁ ଯିଏ ଯୁଦ୍ଧ କରିବାକୁ ଯାଉଛି ଆଉ ଫେରୁନାହାନ୍ତି। ଅଧିକାଂଶ ହରିବୋଲ ହୋଇଯାଉଛନ୍ତି। ସମସ୍ତେ କହୁଛନ୍ତି ରାମ ସ୍ୱୟଂ ନାରାୟଣ। ଖାଲି ସେତିକି ନୁହେଁ, ରାମ ଗୋରୁ ଆଉ ବ୍ରାହ୍ମଣକୁ ଭକ୍ତି କରେ, ବହୁତ ଭକ୍ତି କରେ। ତେଣୁ ଗୋରୁଙ୍କୁ ଦେଖିଲେ ରାମ ଡରିକି ଛର ମାରିବ ନାହିଁ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଜାତିରେ ରାକ୍ଷସ ହୋଇ ଦେଖନ୍ତୁ ତାର କେତେ ଦୂରଦୃଷ୍ଟି। ତାପରେ ମକରାକ୍ଷ ସାରଥୀକୁ କହିଲା, ବାଛୁରୀ ଗୁଡ଼େ ଆଣିକି ରଥରେ ରଖ। ବାଛୁରୀଙ୍କ ଚାରିପଟେ ଗାଈ କିଛି ଆଣିକି ରଖ। ଆଉ ଗୋଟେ କାମ କର, ରଥରେ ଘୋଡ଼ା ବାନ୍ଧିବୁନି, ତା ବଦଳରେ 4ଟା ଷେଣ୍ଢ ଆଣିକି ଜୋଟ। ଆଉ କିଛି ଗୋରୁ ଚମଡ଼ା ଆଉ ଗୋରୁ ମାଂସ, ମଦ ପିଇବା ନାଗି ଗୋଟେ ଗ୍ଲାସ, ପୁରା ସୁନ୍ଦରିଆ ଗ୍ଲାସଟେ ଆଣିବୁ। ଏକୁ ସବୁ ଆଣିକି ରଖ। ମକରାକ୍ଷ କଥାରେ ସାରଥୀ ସବୁ ଯୋଗାଡ଼ କରି ଆଣି ରଥରେ ରଖିଲା। ତାପରେ ମକରାକ୍ଷ ଖଣ୍ଡେ ଗୋରୁ ଚମଡ଼ାକୁ ଉତୁରି ଭଳିଆ ଏରକମ ପକେଇଲା, କାନ୍ଧରେ ଏରକମ ଉତୁରିଟା ପକେଇକି ହାତରେ ଧନୁଶର ଧରି ରଥରେ ବସିଲା। ରାକ୍ଷସ ସେନକୁ କହିଲା, ତୁମେ ଯତ୍ନ ସହକାରେ ଯୁଦ୍ଧ କରିବ। ତୁମେ ଦେଖିବ ରାମ ଲକ୍ଷ୍ମଣକୁ ମୁଁ ନିଶ୍ଚିତ ଭାବରେ ମାରିବି। ତାଙ୍କ ସହିତ ବାନରମାନଙ୍କୁ ଏତେ ଶୀଘ୍ର ମାରିବି ଯେ ଯେମିତି ଘାସରେ ନିଆଁ ଲଗାଇଲେ ଖୁବ୍ ଶୀଘ୍ର ଜଳିଯାଏ, ସେଇଭଳି ବାନରମାନଙ୍କୁ ମୁଁ ମାରିଦେବି। ତୁମେ ଆଖିରେ ଦେଖିବ। ଏକଥା ଶୁଣି ରାକ୍ଷସ ସୈନ୍ୟମାନେ ଆନନ୍ଦ ମନରେ ରଥ ଆଗରେ କିଛି, ରଥ ପଛରେ କିଛି ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ହୋଇକି ଯାଉଛନ୍ତି। ତାଙ୍କ ପାଦ ଭରାରେ ବସୁମତୀ କମ୍ପମାନ ହେଉଛି। ଆକାଶରେ ଶାଗୁଣାମାନେ ଉଡ଼ୁଛନ୍ତି। ପ୍ରବଳ ବେଗରେ ପବନ ବହୁଛି। ଆକାଶରେ ଧୂଳି ଉଡ଼ୁଛି। ସୂର୍ଯ୍ୟଙ୍କ କିରଣ କମି କମି ଯାଉଛି। ଧୂଳିଗୁଡ଼ା ଯଦି ଆକାଶରେ ହେଇଯିବ, ସୂର୍ଯ୍ୟ କିରଣ ତଳେ ପଡ଼ିବ କେମିତି? କମ୍ ପଡ଼ୁଛି। ମକରାକ୍ଷର
ଏଭଳି ଅଶୁଭ ସଂକେତକୁ ଆଉ ଖାତିର ନାହିଁ। ଉନ୍ମାଦ ହୋଇକି ମର୍ଯ୍ୟାଦା ପୁରୁଷ ରାମଙ୍କ ପାଖରେ ଯାଇକି ପହଞ୍ଚିଲା। ଆଗ ପଛରେ ରାକ୍ଷସ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ହୋଇ ଆଉ ଡେରି ନ କରି ଯୁଦ୍ଧ ଆରମ୍ଭ କରିଦେଲେ। ଯୁଦ୍ଧ ଆରମ୍ଭ ହେଲା। ପରସ୍ପର ଘୋର ଯୁଦ୍ଧ ଚାଲିଲା। ବାନରମାନେ କିଛି ରାକ୍ଷସ ସୈନ୍ୟକୁ ହରିବୋଲ କରିଦେଲେ। ମକରାକ୍ଷ ରାଗିକି ଶରବୃଷ୍ଟି, ଲକ୍ଷ ଲକ୍ଷ ଶର, ଯୁଦ୍ଧ ବିଦ୍ୟାରେ ନିପୁଣ, ଭଲ ଗୋଟେ ଯୋଦ୍ଧା, ଲକ୍ଷ ଲକ୍ଷ ଶରବୃଷ୍ଟି କଲା। କିଛି ବାନରମାନେ ବେହାଲ ହେଇକି ପଡ଼ିଲେ। ସେହି ସମୟରେ ଅଙ୍ଗଦ ଆଦି ସେନାପତିମାନେ ବାନରମାନଙ୍କ ମରଲା ଭଳିଆ ପର୍ଯ୍ୟନ୍ତ କିନ୍ତୁ ମରିନାହାନ୍ତି ଦେଖିକି ତାଙ୍କୁ ଦୟା ଲାଗିଲା, ଆସି ଯୁଦ୍ଧ କଲେ। ମକରାକ୍ଷ ଏମିତି ଶର ମାରୁଥାଏ ଯେ ବାନର ଆଉ ସେନାପତିମାନେ ପଛଘୁଞ୍ଚା ଦେଲେ, ହେଲେ ଏଇ ମାରିଦେବ। ପଡ଼ିଗଲା ନଜର ମର୍ଯ୍ୟାଦା ପୁରୁଷ ରାମଙ୍କର। ଲକ୍ଷ୍ମଣ ବି ଦେଖୁଥାନ୍ତି। ଦୃଷ୍ଟି ପଡ଼ିଯାଇଛି। ସଙ୍ଗେ ସଙ୍ଗେ ମର୍ଯ୍ୟାଦା ପୁରୁଷ ରାମ ଆଉ ଲକ୍ଷ୍ମଣ ଦୁଇ ଜଣ ଆସି ଆଖି ବୁଜା ଶର ରାକ୍ଷସମାନଙ୍କୁ ମାରିକି ଏକାଥରେ ସିଆରାମକି ଜୟ କରିଦେଲେ। ଆଉ ଯେତିକି ରାକ୍ଷସ ସୈନ୍ୟ ଥିଲେ ବାପଲ ମାଲୋ କହିକି ଡରେ ପଳେଇଲେ। ମକରାକ୍ଷ କହୁଛି, ଆହେ ରାମ, ତୁ ବୋଧେ ଜାଣିନାହୁଁ ମୋର ନାମ ମକରାକ୍ଷ ବୋଲି। ମୁଁ ଯେତେବେଳେ ଯୁଦ୍ଧକୁ ଯାଏ ଦେବତା କ'ଣ ବା ଦାନବ କ'ଣ ଡରିକି ମୋ ଆଗରେ କେହି ରହନ୍ତି ନାହିଁ। ଯୁଦ୍ଧ କରିବା ତ ଦୂରର କଥା, ତୁମ ଦୁଇ ଭାଇଙ୍କ ସପକ୍ଷରେ ଯଦି ଆଜି ବ୍ରହ୍ମା, ଶିବ, ଇନ୍ଦ୍ର ଆସିକି ଯଦି ମୋ ସହିତ ଯୁଦ୍ଧ କରନ୍ତି, ତଥାପି ତୁମ ଦୁହିଁଙ୍କର ଜୀବନ କେହି ରଖିପାରିବେ ନାହିଁ। ତୁ ଯେତେବେଳେ, ମୋର ପ୍ରିୟ ଶ୍ରୋତା ବନ୍ଧୁ କହୁଛି ମର୍ଯ୍ୟାଦା ପୁରୁଷ ରାମକୁ, ତୁ ଯେତେବେଳେ ଦଣ୍ଡକାରଣ୍ୟରେ ଥିଲୁ ସେତେବେଳେ ମୋର ପିତା ଖରକୁ ମାରିଥିଲୁ, ଭୁଲିଗଲୁଣି ବୋଧେ। ସେହିଦିନ ଠାରୁ ତୁ ମୋର ପରମ ଶତ୍ରୁ। ଏତେ ଦିନ ପରେ ମୋ ହାବୁଡ଼ରେ ତୁ ଆଜି ପଡ଼ିଛୁ। ଆଉ କ'ଣ ଖସିକି ଯିବୁ ନା ଆଉ ଘରକୁ ଯାଇପାରିବୁ? ଘରକୁ ଆଉ ଯାଇପାରିବୁ ନାହିଁ। ମକରାକ୍ଷ ଠାରୁ ଏଇଭଳି କଥା ଶୁଣି ମର୍ଯ୍ୟାଦା ପୁରୁଷ ରାମ କହିଲେ, ରେ ଦୁଷ୍ଟ ରାକ୍ଷସ, ତୋର ଆଜି କାଳ ପୁରିଯିବ। ମର୍ଯ୍ୟାଦା ପୁରୁଷ ରାମ ହସି ହସି କହୁଛନ୍ତି, ସେଇଥିପାଇଁ ଏ କଥା କହୁଥିବୁ ଆଉ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ଆପଣମାନଙ୍କ ଦୟା ଯଦି ଥିବ ଏ ଅଧମ ଆଗାମୀ ଅଧ୍ୟାୟରେ କହିବ, ଆପଣମାନେ ଶୁଣିବେ। ସେଇ ମର୍ଯ୍ୟାଦା ପୁରୁଷ ରାମ ନାରାୟଣ ଆପଣମାନଙ୍କର ତଥା ଆପଣମାନଙ୍କ ପରିବାର, ପିଲା ବାଳକ, ଗୁରୁ ଗୁରୁଜନ ସମସ୍ତଙ୍କୁ ଭଲ ରଖନ୍ତୁ। ଆପଣମାନଙ୍କ ସହିତ ଏ ବିଶ୍ୱରେ ଯେତେ ନର ନାରୀ, ପିଲା ବାଳକ, ମୋର ଗୁରୁ ଗୁରୁଜନ ଅଛନ୍ତି, ସମସ୍ତଙ୍କର ଶ୍ରୀ ରାମ ନାରାୟଣ ମଙ୍ଗଳ କାମନା କରନ୍ତୁ। ସେ ଭକ୍ତବତ୍ସଳ ଭଗବାନ ଆନନ୍ଦଚନ୍ଦ୍ର ଭଗବାନ ସଚିତାନନ୍ଦ ଭଗବାନଙ୍କୁ ନମସ୍କାର କରି, ଶଙ୍କର ଭଗବାନ କୃଷ୍ଣ ଭଗବାନଙ୍କୁ ନମସ୍କାର କରି, ଜଗନ୍ନାଥ ମହାପ୍ରଭୁଙ୍କୁ ନମସ୍କାର କରି, ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ସମସ୍ତଙ୍କୁ ନମସ୍କାର କରି, ଜଗଜ୍ଜନନୀ ବା ଜନକ ନନ୍ଦିନୀ ମା ସୀତା ଦେବୀ, ସଙ୍କଟମୋଚନ ହନୁମାନ, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ କୋଟି କୋଟି ନମସ୍କାର। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଦଶ ଦିଗପାଳ ଦେବତାମାନଙ୍କୁ କୋଟି କୋଟି ପ୍ରଣାମ। ମୋର ପ୍ରିୟ ଶ୍ରୋତା ବନ୍ଧୁ,
ଅଗ୍ନି ଜଳ ବର୍ଷା ଦେବତାଙ୍କୁ କୋଟି କୋଟି ପ୍ରଣାମ। ପବନ ଦେବତା ସୂର୍ଯ୍ୟଚନ୍ଦ୍ର ଦେବତାଙ୍କୁ କୋଟି କୋଟି ପ୍ରଣାମ। ଶେଷରେ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲଟା ପ୍ରଣାମ କରି ଏତିକି ଅନୁରୋଧ, ଆପଣମାନେ ସମ୍ପୂର୍ଣ୍ଣ ଦେଖିବେ। ଆଉ ଯଦି ଭଲ ଲାଗେ ତାହେଲେ ଭିଡ଼ିଓ ଟିକେ ସବସ୍କ୍ରାଇବ୍ କରିବେ। ଏତିକି କହି ବିଦାୟ ନେଉଛି। ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ଶେଷ ନମସ୍କାର କରି ଜୟ ଶ୍ରୀରାମ।